ବହୁତ ଲୋକ ଭଗବାନଙ୍କ ସହିତ ଯୋଡ଼ିବାକୁ ପ୍ରଚେଷ୍ଟା କରୁଛନ୍ତି। ଗୁଣାନୁବାଦ ଶ୍ରବଣ ହଉ, ଚିନ୍ତନ ହଉ, କଥା ଶ୍ରବଣ ହଉ ବା କଥା ଗାୟନ ହଉ ଇତ୍ୟାଦି କର୍ମରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି, କିନ୍ତୁ ତାଙ୍କ ମନ ତାଙ୍କୁ ସେଠି ସାଥ ଦେଉନି, ଡାଇଭର୍ଟ କରୁଛି, ରାସ୍ତା ଭଟକେଇ ଦେଉଛି। ତ ସେଭଳି କଣ୍ଡିସନରେ କ'ଣ କରିବେ, ଏଭଳି ପରିସ୍ଥିତିରେ କ'ଣ କରିବେ? ଗୋଟେ ଉଦାହରଣରେ ଏହାକୁ ବୁଝିବା। ଉଦାହରଣଟି ହେଉଛି ଏଇଭଳିଆ। ଗୋଟେ ଗ୍ରାମରେ ଜଣେ ବ୍ରାହ୍ମଣ ରହୁଥିଲେ। ସେ ଅତି ଦରିଦ୍ର, ଚଳିବା ପାଇଁ ପାଖରେ ଅର୍ଥ ନଥିଲା। ତ କାମ କରିବା ପାଇଁ ବି ସ୍ୱଳ୍ପ ମୂଲ୍ୟର ଆବଶ୍ୟକତା ଅଛି। ଯିଏ ବି ଆପଣଙ୍କର କାମ କରିବା ଆପଣ ତାକୁ ତା କାମର ପାରିଶ୍ରମିକ ଦେବେ, କିନ୍ତୁ ଦୈବାତ ତାଙ୍କ ପାଖରେ ସେତିକି ବି ନଥିଲା। ସେ କ'ଣ କରିବେ? ହଡ଼ବଡ଼େଇକି ଜଣେ ଗୁରୁଙ୍କ ପାଖରେ ଯାଇକି ପହଞ୍ଚିଲେ। ଆଜ୍ଞା, ମୋ ପାଖରେ ତ ଅର୍ଥ ନାହିଁ, କାମ କରିବାକୁ ଲୋକ ମୋତେ କେହି ମିଳୁନାହାନ୍ତି, ତ ମୁଁ କ'ଣ କରିବି? ତ ଗୁରୁଜନକ ବ୍ରାହ୍ମଣର ଦୁଃଖ ଦେଖିକି ତରଳି ଗଲେ, ଗୋଟେ ମନ୍ତ୍ର ଦେଲେ। କହିଲେ, ମନ୍ତ୍ରଟାକୁ ତୁ ସିଦ୍ଧ କରେ, ତୋର ଗୋଟେ ଭୂତ ବା ପ୍ରେତାତ୍ମା ପ୍ରକଟ ହେବ, ତାକୁ ତୁ ଯେଉଁ କାମ ବତେଇବୁ ସେ କରିବ। ତ ବ୍ରାହ୍ମଣ ଜଣକ ଆନନ୍ଦିତ ହୋଇକି ମନ୍ତ୍ରଟିକୁ ଧରିକି ଆସିଲେ, ମନ୍ତ୍ରଟିକୁ ସିଦ୍ଧ କଲେ। ପ୍ରେତଟି ପ୍ରକଟ ହେଲା ଏବଂ ପ୍ରେତ କାମ ମାଗିଲା ଏବଂ କଣ୍ଡିସନ୍ ଦେଲା କ'ଣ ନା, ଯଦି ମୋତେ କାମ ନ ଦେବୁ ମୋ ଟାଇମ୍ ଭିତରେ, ତାହେଲେ ମୁଁ ତୋତେ ମାରିଦେବି। ତ ବ୍ରାହ୍ମଣ ଜଣକ କହିଲା, ଠିକ୍ ଅଛି, ଢେରେ କାମ ମୋ ପାଖରେ ପଡ଼ିଛି, ଗୋଟେ ପରେ ଗୋଟେ କାମ ବତେଇଲା। ତ ସେ ତ ପ୍ରେତ, ସବୁ କାମ ସଂକଳ୍ପ ମାଧ୍ୟମରେ ସାଙ୍ଗେ ସାଙ୍ଗେ ପୂରଣ। ଘର ନାହିଁ, ସାଙ୍ଗେ ସାଙ୍ଗେ ଘର ତିଆରି। କାଠ ନାହିଁ, ସାଙ୍ଗେ ସାଙ୍ଗେ କାଠ ଆଣିକି ଥୋଇଦେଲା। ବିଲ ଚାଷ ହେଇନି, ସାଙ୍ଗେ ସାଙ୍ଗେ ଚାଷ କରିଦେଲା। ଘର ଚାରିପଟ ସଫା କରିବା କଥା ସାଙ୍ଗେ ସାଙ୍ଗେ କରିଦେଲା। ତ ସେଇଦିନ ତାର ପରିଶ୍ରମର ଅବଧି କାଳ ସମ୍ପନ୍ନ ହୋଇଗଲା। ତ ପ୍ରେତ କହିଲା, ଠିକ୍ ଅଛି, ମୁଁ ଘରକୁ ଯାଉଛି, କାଲି ଆଇଲେ କାମ ବତେଇବି, ମୋ ଜାଗାକୁ ଯାଉଛି। ଗଲା। ବ୍ରାହ୍ମଣ ଜଣକ ଯେତେବେଳେ ବିଶ୍ରାମ କରିବାକୁ ଗଲେ, ମନରେ ଆସିଲା କଥା, ଆରେ ଏଇ ତ ସବୁ କାମ ସାଙ୍ଗେ ସାଙ୍ଗେ କରିଦେଉଛି, କ'ଣ କରିବି? କାଲି ତାକୁ କେମିତି କାମ ଦେବି? ତ ମୋତେ ମାରିଦେବ। ଆଶ୍ଚର୍ଯ୍ୟ କଥା। ଧାଇଁଲେ ଗୁରୁଙ୍କ ପାଖକୁ। ଗୁରୁଦେବ, ଏମିତି କଥା, ବଡ଼ ଅସୁବିଧାରେ ପଡ଼ିଲି ଆଜ୍ଞା, ମହରକୁ ଯାଇକି କାଣ୍ଟାରେ ପଡ଼ିବା କଥା ଆମର ଓଡ଼ିଆ ଲୋକବାଣୀରେ ଗୋଟେ ଅଛି। ଗୁରୁଜୀ କହିଲେ, ଠିକ୍ ଅଛି, ତୁ ଗୋଟେ କାମ କରେ, ତାକୁ କହିବୁ କାଲି ଗୋଟେ 25 ହାତର ଗୋଟେ ବାଉଁଶ ଆଣିବ। ଆଜ୍ଞା, ସେ ତ ସାଙ୍ଗେ ସାଙ୍ଗେ ଧରିକି ପଳେଇ ଆସିବ। ଶୁଣି ସାର୍, 25 ହାତର ଗୋଟେ ବାଉଁଶ ଆଣିବ, ତାକୁ ଗୋଟେ ଗାତ କରିକି ପୋତିବ। ଠିକ୍ ଅଛି, ସାଙ୍ଗେ ସାଙ୍ଗେ କରିଦେବ। ତାପରେ ତାକୁ କହିବୁ ଖୁଣ୍ଟରେ ଚଢ଼େ। ଆଜ୍ଞା, ଏଇ କଥା, ଦୁଲୁକି ଚଢ଼ିଯିବ। ଶୁଣି ସାରେ କଥା ହେବ। ତାକୁ କହିବୁ ଖୁଣ୍ଟରେ ଚଢ଼େ, ଗଲା। ବୁଲେଇ ସାରିଲେ ପୁଣି ଚଢ଼ି, ପୁଣି ଗଲା। ଯେତେବେଳେ କାମ ପଡ଼ିବ ତାକୁ ଡାକିବୁ, ଆସେ କାମ କରିବୁ। କାମ ସରିଲା, ଯା, ନ କହିଲା ପର୍ଯ୍ୟନ୍ତ ଖୁଣ୍ଟରେ ଚଢ଼ୁଥା, ଓହ୍ଲଉଥା, ଚଢ଼ୁଥା। ଏ ତ ଗୋଟେ କାମ। ତ ବ୍ରାହ୍ମଣ ଜଣକ ବୁଝିଲା। ତା ପରଦିନ ପ୍ରେତ ଆସିକି ପହଞ୍ଚି ସକାଳୁ, ଆଜ୍ଞା, କ'ଣ କାମ କରିବା? ଗୋଟେ କାମ করে, ଯା, ଗୋଟେ ସାଇଜ୍ ମୋଟା ବାଉଁଶ 20-25 ଫୁଟର କାଟିକି ଆଣିବୁ। ତ ଭୂତ ଗଲା, ବାଉଁଶ କାଟିକି ଆଣିକି ଆସିଲା, ଗାତ କରି ପୋତେ, ସାଙ୍ଗେ ସାଙ୍ଗେ ପୋତି ଦେଲା ସଂକଳ୍ପ ମାଧ୍ୟମରେ। ଗୋଟେ କାମ କରି ଚଢ଼େ। ଚଢ଼େ କହୁ କହୁ ଭୂତ ଯାଇକି ଉପରେ, ଏବେ ଓହ୍ଲା, ସାଙ୍ଗେ ସାଙ୍ଗେ ଓହ୍ଲେଇକି ତଳେ। ଗୋଟେ କାମ କରେ, ତୋତେ ନୂଆ କାମ ନ ଯିବା ପର୍ଯ୍ୟନ୍ତ ତୁ ଗଛରେ ଖୁମ୍ବାରେ ଚଢ଼ୁଥା, ଓହ୍ଲଉଥା, ଚଢ଼ୁଥା, ଓହ୍ଲଉଥା। ଭୂତ ଚଢ଼ିକି ଓହ୍ଲେଇଲା, ଚଢ଼ିଲା, ଓହ୍ଲେଇଲା, ଚଢ଼ିଲା, ଓହ୍ଲେଇଲା। ଚଢ଼ିବା ଓହ୍ଲେଇବା ଭିତରେ ଦିନ ଯାକ ଏତେ ଚଢ଼ିଲା ଓହ୍ଲେଇଲା, ସେ ହାଲିଆ ହେଇଗଲା। ସେ ଆସିକି ପାଦ ତଳେ ପଡ଼ିକି କ୍ଷମା ପ୍ରାର୍ଥନା କଲା। ମୁଁ ଯେଉଁ କଣ୍ଡିସନ୍ କରିଥିଲି ମାରିଦେବି, ଏଇଟା ଆଜ୍ଞା ମୁଁ ଭୁଲ କରିଥିଲି, ମୋତେ କ୍ଷମା କରିଦିଅନ୍ତୁ, ଦୟାକରି ମୋତେ ଦଣ୍ଡରୁ ମୁକ୍ତି ଦିଅନ୍ତୁ। ତ କହିବାର ତାତ୍ପର୍ଯ୍ୟ ହେଉଛି ଏଇ କଥା, ଏ ମନ ହେଉଛି ଗୋଟେ ଭୂତ ବା ପ୍ରେତ। ମନକୁ ଲଗେଇବେ କେଉଁଠି ନା, ଆକୁ ଭଗବାନଙ୍କ ପାଖରେ ଲଗେଇ ଦେଲେ ଏ ସାଇଜ୍ ହେଇକି ରହିବ। ଯଦି ମନରୁ ଯୋଡ଼ି ପାରୁନାହାନ୍ତି, ବିବେକରୁ ଯୋଡ଼ି ପାରୁନାହାନ୍ତି, ଭକ୍ତିରେ ଯୋଡ଼ି ପାରୁନାହାନ୍ତି, ତାହେଲେ ଶାରୀରିକ ମାଧ୍ୟମରେ ଯୋଡ଼ନ୍ତୁ। ଘରେ ବିଗ୍ରହ ଆଣିକି ସ୍ଥାପନା କରନ୍ତୁ, ତାଙ୍କର ସେବା ଶୁଶ୍ରୂଷା କରନ୍ତୁ। ଏସବୁ ମାଧ୍ୟମରେ ମନ ଯାଇକି ଲାଗିବ ଭଗବାନଙ୍କଠି। ତାପରେ ଧୀରେ ଧୀରେ ଚିତ୍ତ ଉପରେ ଚିତ୍ତଚୋରଙ୍କର ଆସ୍ଥାନ ଜମିଯିବ। ତାପରେ ଆପଣ ଯେତେ ଚାହିଁଲେ ତାଙ୍କ ମନ ଭିତରେ କାଢ଼ିକି ଫୋପାଡ଼ି ପାରିବେ।